ନାହିଁ ଗମନାଗମନର ବ୍ୟବସ୍ଥା। ଗାଁ ଭିତରକୁ ଆସିପାରେନି 108 ଆମ୍ବୁଲାନ୍ସ। ଗମନାଗମନ ପାଇଁ ଏ ଗାଁରେ ରାସ୍ତା ନାହିଁ। ସ୍କୁଲ ହେଉ ଅବା ମେଡ଼ିକାଲ ଯିବା ପାଇଁ ହେଲେ ଚାଲି ଚାଲି ନଚେତ୍ ସାଇକେଲରେ ଯିବାକୁ ହୁଏ। 8 ରୋଗୀ 108 ଗାଡ଼ିରେ ଯିବାକୁ ହେଲେ ଚାଲି ଚାଲି 3 କିଲୋମିଟର ଯିବାକୁ ପଡ଼େ। ଏହା ଆମର ଦେଖିବାକୁ ମିଳୁଛି ପାଲହଡ଼ା ଉପଖଣ୍ଡ ଶଙ୍ଖୁମୁର ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଗାଁଟିଏ କୁସୁମପାଳ ଗାଁ। ଆପଣ ଥରେ ଗଲେ ସେ ଗାଁକୁ ଜାଣିପାରିବେ ପ୍ରକୃତରେ ସହାୟତା ଯୋଜନା କେତେ ମାନେ ପରିମାଣରେ ସେଠି କାର୍ଯ୍ୟକ୍ରମ ହେଇଛି ତାହା ଆପଣ ଅନୁମାନ କରିପାରିବେ। କୁସୁମପାଳ ଯାହାର ଦୂରତା ପାଲହଡ଼ା ସଦର ମହକୁମା ଠାରୁ 25 କିଲୋମିଟର, ଆଉ ପଞ୍ଚାୟତ କାର୍ଯ୍ୟାଳୟ ସେଇ ପାଖାପାଖି ହେବ 4 କିଲୋମିଟର। ରେଙ୍ଗାଳି ଜଳଭଣ୍ଡାର ଆରମ୍ଭ ହେବା ଦିନଠାରୁ ନିଜର ଭିଟାମାଟି ନଦୀ ଗର୍ଭରେ ମାନେ ଛାଡ଼ି ଦେଇକି ଏମାନେ ବର୍ଷ ବର୍ଷ ଧରି ଏଠାରେ ବସବାସ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ, ସ୍ୱାଧୀନତାର ଏତେ ବର୍ଷ ପରେ ବି ଗାଁକୁ ରାସ୍ତା ଖଣ୍ଡିଏ ନିର୍ମାଣ ହେଇପାରିଲା ନାହିଁ। କ'ଣ ପାଇଁ ହେଇପାରିଲା ନାହିଁ? ଯାହାର ଅସୁବିଧା ଗାଁ ଲୋକଙ୍କୁ ଭୋଗିବାକୁ ପଡ଼ୁଛି। ଏପରିକି ସ୍କୁଲ କଲେଜ ଯିବାକୁ ଛାତ୍ରଛାତ୍ରୀ ନାହିଁ ନଥିବାର ଅସୁବିଧା ମଧ୍ୟ ସମ୍ମୁଖୀନ ହେଉଛନ୍ତି। ନଚେତ୍ ଫେରିବା ପାଇଁ ସେ ଗାଁକୁ ଯିଏ ବି ଯାଇଛି ଗାଁରୁ ବାହାରିକି ଫେରିଲା ବେଳେ ତାଙ୍କୁ 1 ଘଣ୍ଟା ଲାଗୁଛି। ବେଳେବେଳେ ରାସ୍ତା ନଥିବାରୁ ବର୍ଷା ଋତୁରେ ମାନେ ପାଣି କାଦୁଅରେ ଯିବା ଆସିବା ସମ୍ଭବ ହୁଏନି। କାରଣ 2ଟି ଜାଗାରେ ପ୍ରାୟ 4 ଫୁଟର ପାଣି ପ୍ରବାହିତ ହେଇଥାଏ। କେବଳ ସେ ବର୍ଷା ଋତୁରେ ଆମ୍ବୁଲାନ୍ସ ଆସେ ନାହିଁ ଭାବିବା ଭୁଲ ହେବ। ସବୁବେଳେ ରାସ୍ତା ପୁରା ଖରାପ। ଯେତେବେଳେ ବି କେହି ରୋଗୀ ମାନେ ଆମର ଦେହ ଖରାପ ହୁଏ କାହାର, ମାନେ ତାଙ୍କୁ ବୋହିକି ନେବାକୁ ପଡ଼େ 3 କିଲୋମିଟର। ଆଉ ତାପରେ ଆମ୍ବୁଲାନ୍ସ ଯୋଗେ ମେଡ଼ିକାଲ ଲୋକେ ନେଇଥାନ୍ତି। କିନ୍ତୁ ଗମନାଗମନ ଭଳି ମୌଳିକ ସୁବିଧା ଯୋଗାଇବା ପାଇଁ କୌଣସି ପଦକ୍ଷେପ ନେଉନଥିବା ବେଳେ ସେମାନେ କେବଳ ଭୋଟ ବେଳେ ଦେଖା ଦିଅନ୍ତି। ଅନ୍ୟ ସମୟରେ କେହି କେବେ ତାଙ୍କ ଗାଁକୁ ଆସିନଥିବା ଗାଁ ଲୋକ ଅଭିଯୋଗ କରୁଛନ୍ତି। ମାନେ ଭୋଟ ବେଳେ ଦେଖା ଦିଅନ୍ତି କହିଲେ କିଏ ଦେଖା ଦିଅନ୍ତି ଆପଣମାନେ ବୁଝିପାରୁଥିବେ।